সত্যের জয় হোক, সত্যের নামে চলছে। বন্দে মাতরম, বন্দে উৎকল জননী, সত্য নামে চলছে। ଓଡ଼ିଶାରେ ଡର କାହାକୁ ନା ଭୟ କାହାକୁ। ନିକଟ ଅତୀତରେ ଘଟିଯାଇଥିବା ଘଟଣା ଭିତରେ ରହିଛି ସୌମ୍ୟ ହତ୍ୟା ଘଟଣା। ତିଖିରି ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଘଟଣା। ପିଲାମାନଙ୍କର ଭୁଲ ପ୍ରିଣ୍ଟିଂ ବହି ଏବଂ ଏବେ ଆଇଆଇସି ହତ୍ୟା ଘଟଣା ଓଡ଼ିଶାର ଛାତିକୁ ଥରାଇ ଦେଇଛି। ଦର୍ଶକ ବନ୍ଧୁ, ଆପଣମାନେ ଥରେ ଭାବନ୍ତୁ, ଯେଉଁଠି ଆଇଆଇସିଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ ହେଉଛି, ସେଠାରେ ସାଧାରଣ ଲୋକଟିଏ ବଞ୍ଚିବ କିପରି? କଟକ କମିଶନରେଟ୍ ପୋଲିସ ଅଧୀନ ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ କ୍ୱାର୍ଟରରୁ ଉଦ୍ଧାର କରିଛି ପୋଲିସ। ଆଜିର ଏଭଳି ଦୁଃଖଦ ଘଟଣା ସାରା ରାଜ୍ୟର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ମୃତ୍ୟୁର ରହସ୍ୟ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ତେବେ ଆଇଆଇସି ବିଉଟି ମହାନ୍ତିଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଭାଇ। ଆଇଆଇସି ବିଉଟି ମହାନ୍ତି ମର୍ଡର ହେଇଛନ୍ତି। ମର୍ଡର କୁହାଯାଉଛି, ମୁଁ ମର୍ଡର ବୋଲି ଏଇଥିପାଇଁ କହୁଛି ଯେ ଫାଶୀ ଦେଇ ଦୌଡ଼ି ଦେଇ ଜଣେ ଆତ୍ମହତ୍ୟା କଲା, ତା ଜୀବ ବାହାରି ନାହିଁ, ତା ଆଖି ବାହାରି ନାହିଁ, ସେ ଝାଡ଼ା ପରିସ୍ରା କରିନାହିଁ, ତା ମୁହଁରେ ଯନ୍ତ୍ରଣା ସହିତ ଚିହ୍ନ ନାହିଁ, କଷ୍ଟ ନାହିଁ, ତା ଦେହ ସାରା ମାନେ ଷ୍ଟ୍ରଗଲ କରିବା ବାଡ଼ିଆ ବାଡ଼ି ହବାର ଚିହ୍ନ ଅଛି। ଆଉ ତାର ଦେହରେ କଣ ଏମିତି କେମିକାଲ ଦିଆଯାଇଛି ଯାହାଫଳରେ କି ତା ଦେହରେ ଧୀରେ ଧୀରେ କଳା କଳା ସ୍ପଟ୍ ଉଠି ଉଠି ଆସୁଛି। ଆଜ୍ଞା ସକାଳେ ଆସିଲା କିଛି ନଥିଲା। ଏ ପୋଷ୍ଟ ଗୋଟେ ବାଗେଇକି କରାଯାଉ, ଏ ଚକ ବୁଲେଇ ଦିଆଯିବ। ଆଜ୍ଞା ମର୍ଡରଟାକୁ ସୁଇସାଇଡ୍ ବୋଲି ପକେଇ ଦିଆଯାଇପାରେ। ପ୍ରପର ଲିଙ୍କ କର, ପୋଷ୍ଟମର୍ଟମ ପ୍ରପର ଲିଙ୍କ କର। ଫିନ୍ ଫିନ୍ କରିଦେବ ଭଉଣୀ। ଖବରଟା କିଛି ଦୁଃଖ ନାହିଁ, ସত্যର ଜୟ হোক, সত্য নামে চলছে। বন্দে মাতরম, বন্দে উৎকল জননী, সত্য নামে চলছে। মিলিটারি ম্যান জম্মু বাপা যুদ্ধ আচরণ করতে ভৌণী পুলিশ চেতলা অপরাধ বিরুদ্ধে ফাইট করতলা। কিଏ ସେ କ୍ରିମିନାଲ?